ନମସ୍କାର। ଆଜି ଆମ ପାଖରେ ଯେଉଁ ଖବରଗୁଡ଼ିକର ସଂଗ୍ରହ ଅଛି ସେଗୁଡ଼ିକ ସତରେ ଟିକେ ଚମକି ଦେବା ଭଳି। ହଁ, ଗୋଟିଏ ପଟେ ଦେଖିଲେ ଆନ୍ତର୍ଜାତୀୟ ରାଜନୀତିରେ ଗୋଟେ ବଡ଼ ଧରଣର ହଲଚଲ। ଆଉ ଅନ୍ୟପଟେ ଆମେ ଆପଣ ବ୍ୟବହାର କରୁଥିବା କମ୍ପ୍ୟୁଟରର ଦାମ କାହିଁକି ବଢ଼ି ଚାଲିଛି ତାର ଏକ ଅଜବ କାରଣ। ଏସବୁ ଭିତରେ ପୁଣି ରାଜନୀତି, ଅର୍ଥନୀତି ଆଉ ଆମ ନିଜ ରାଜ୍ୟ ଓଡ଼ିଶାର କିଛି ବଡ଼ ଖବର। ଏସବୁ ଶୁଣିବାକୁ ପୁରା ଅଲଗା ଅଲଗା ଲାଗୁଛି, କିନ୍ତୁ ମତେ ଲାଗୁଛି କି ଏହା ଭିତରେ ଗୋଟେ ସାଧାରଣ ସୂତା ଲୁଚି ରହିଛି। ଆଉ ସେଇଟା ହେଉଛି କ୍ଷମତା, ପାୱାର। ଏକଦମ। ଚାଲନ୍ତୁ ଏସବୁକୁ ଗୋଟି ଗୋଟି କରି ବୁଝିବା। ଓକେ, ତେବେ ଚାଲନ୍ତୁ ଆରମ୍ଭ କରିବା ସବୁଠୁ ବଡ଼ ଆନ୍ତର୍ଜାତିକ ଖବରରୁ। ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରିଛି। ହଁ, ଆଉ ରିପୋର୍ଟଗୁଡ଼ିକ କହୁଛି ଏହା କୌଣସି ଛୋଟମୋଟ ଅପରେସନ ନୁହେଁ। ପୁରା ଏକ ଆକ୍ରମଣ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଘୋଷଣା କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କାବୁ କରାଯାଇଛି। ଆଉ ଦେଶ ବାହାରକୁ ବି ନିଆଯାଇଛି। ମାନେ ସିଧାସଳଖ ଗୋଟେ ଦେଶର ଶାସନକୁ ଓଲଟାଇ ଦେବା ଭଳି କଥା। ଏକଦମ। ଆଉ ଏଠି ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣିଛନ୍ତି? କ'ଣ? ଏହା ପଛର କାରଣକୁ ଆଦୌ ଲୁଚାଯାଇ ନାହିଁ। ସାଧାରଣତଃ ଏମିତି ହେଲେ ଗଣତନ୍ତ୍ର ସ୍ଥାପନ ବା ମାନବିକ ଅଧିକାର ଭଳି କଥା କୁହାଯାଏ। ହଁ, ସେଇଆ ତ କୁହନ୍ତି। କିନ୍ତୁ ଏଥର ଟ୍ରମ୍ପ ପୁରା ଖୋଲାଖୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେରିକା ଏବେ ଭେନେଜୁଏଲାକୁ ଚଳାଇବ। ଚଳାଇବ? ହଁ, ଆଉ ସେଠାକାର ବିଶାଳ ତୈଳ ଭଣ୍ଡାରକୁ ନିଜ କାମରେ ଲଗାଇବ। ଗୋଟେ ରିପୋର୍ଟରେ ତାଙ୍କର 2023ର ଏକ ପୁରୁଣା ବୟାନ ବି ଅଛି। ଆଚ୍ଛା। ଯେଉଁଠି ସେ କହିଥିଲେ, ଯେତେବେଳେ ମୁଁ କ୍ଷମତାରୁ ଗଲି ଭେନେଜୁଏଲା ଭାଙ୍ଗି ପଡ଼ିବାକୁ ଯାଉଥିଲା। ଆମେ ଏହାକୁ ନିଜ ଅଧୀନକୁ ନେଇଥାନ୍ତୁ। ଆମେ ସେହି ସବୁ ତେଲ ପାଇଥାନ୍ତୁ। ବାପରେ, ଏଠୁ ସ୍ପଷ୍ଟ କଥା ଆଉ କ'ଣ ହୋଇପାରେ? କିଛି ନାହିଁ। କିନ୍ତୁ ମୋ ମୁଣ୍ଡରେ ଗୋଟେ ପ୍ରଶ୍ନ ଆସୁଛି। ଏତେ ଖୋଲାଖୋଲି ଭାବେ ଗୋଟେ ଦେଶର ସମ୍ବଳକୁ ଲୁଟିବା କଥା କହିବା, ଏଟା କ'ଣ ଆନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ନୁହେଁ? ନିଶ୍ଚୟ। ତାହେଲେ ବାକି ଦେଶ ଯେମିତିକି ରୁଷ, ଚୀନ, ସେମାନେ କ'ଣ କରୁଛନ୍ତି? ଏଇଠି ତ ପ୍ରକୃତ ଖେଳ। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଦେଶ ଚୁପ୍ ଅଛନ୍ତି। ଆଚ୍ଛା। ହଁ, ଯାହା ନିଜେ ଗୋଟେ ବଡ଼ କଥା। ରୁଷ ଆଉ ଚୀନ କଡ଼ା ନିନ୍ଦା କରିଛନ୍ତି। କିନ୍ତୁ ସେମାନେ କ'ଣ ପଦକ୍ଷେପ ନେବେ ତାହା ଅସ୍ପଷ୍ଟ। ୟୁରୋପୀୟ ଦେଶଗୁଡ଼ିକ ତ ପୁରା ଦ୍ୱନ୍ଦ୍ୱରେ। ମାନେ ଯାହାର ଶକ୍ତି ଅଛି ତା ପାଇଁ ନିୟମ ନାହିଁ। ଏକଦମ ସେଇଆ। ଯେତେବେଳେ କଥା ସମ୍ବଳ ଆଉ ଜିଓପଲିଟିକ୍ସ ଉପରକୁ ଆସେ, ସେତେବେଳେ ନିୟମର ବହିକୁ ବୋଧହୁଏ ଆଡ଼େଇ ଦିଆଯାଏ। ଶକ୍ତିର ନଗ୍ନ ପ୍ରଦର୍ଶନ। ଠିକ୍ ଅଛି। ଆଉ ଏହି ଶକ୍ତିର ଖେଳ ତ ଆମ ଦେଶ ଭିତରେ ବି ଚାଲିଛି। ହଁ, ଚାଲନ୍ତୁ ଏବେ ଭାରତ କଥା ଦେଖିବା। ମହାରାଷ୍ଟ୍ର ରାଜନୀତିରେ ଯାହା ଘଟୁଛି ତାହା କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ। 2 ଦଶନ୍ଧି ପରେ ଠାକୁରେ ପରିବାରର 2 ଭାଇ ଉଦ୍ଧବ ଠାକରେ ଏବଂ ରାଜ ଠାକରେ ପୁଣି ଏକାଠି। କିଏ ଭାବିଥିଲା? ହଁ, ଆଉ ଏହାର କାରଣ ହେଉଛି ଆଗାମୀ ବିଏମ୍ସି ନିର୍ବାଚନ, ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ। ଆଉ ବିଏମ୍ସି ମାନେ ତ କେବଳ ଗୋଟି ମ୍ୟୁନିସିପାଲିଟି ନୁହେଁ। ବିଲକୁଲ ନୁହେଁ। ଏହା ହେଉଛି ଦେଶର ସବୁଠୁ ଧନୀ ମ୍ୟୁନିସିପାଲ କର୍ପୋରେସନ। ଏହାର ବଜେଟ୍ କେତେକ ଛୋଟ ରାଜ୍ୟର ବଜେଟ୍ଠାରୁ ବି ଅଧିକ। ବାପରେ। ତେଣୁ ଯିଏ ବିଏମ୍ସିକୁ ନିୟନ୍ତ୍ରଣ କରେ, ମୁମ୍ବାଇ ସହର ଆଉ ମହାରାଷ୍ଟ୍ର ରାଜନୀତିରେ ତାର ଦବଦବା ରହେ। ସେଥିପାଇଁ ଏତେ କସରତ। ଖବର ଅଛି ସେମାନଙ୍କ ଭିତରେ ଆସନ ବୁଝାମଣା ବି ହୋଇସାରିଛି। ହଁ, ଉଦ୍ଧବଙ୍କ ଶିବସେନା ୟୁବିଟି 163ଟି ଆଉ ରାଜ ଠାକରେଙ୍କ ଏମ୍ଏନ୍ଏସ୍ 53ଟି ଆସନରେ। କିନ୍ତୁ ଏହି ମେଣ୍ଟର ପ୍ରକୃତ କାରଣ କ'ଣ? ଖାଲି ନିର୍ବାଚନ ଜିତିବା ନା ଆଉ କିଛି ଅଛି? ଦେଖନ୍ତୁ, ମୋତେ ଲାଗୁଛି ଏହାର 2ଟି ମୁଖ୍ୟ କାରଣ। ପ୍ରଥମତଃ, ରାଜନୀତିକ ବାଧ୍ୟବାଧକତା। ମାନେ ଏକନାଥ ସିନ୍ଧେ ଆଉ ବିଜେପି ମେଣ୍ଟକୁ ମୁକାବିଲା କରିବାକୁ ହେଲେ ଏକାଠି ହେବାକୁ ହିଁ ପଡ଼ିବ, ନଚେତ୍ ମରାଠୀ ଭୋଟ ଭାଗ ଭାଗ ହୋଇଯିବ। ଆଚ୍ଛା, ଆଉ ଦ୍ୱିତୀୟ କାରଣ? ଦ୍ୱିତୀୟଟି ଟିକେ ଭାବନାତ୍ମକ। ଠାକରେ ନାଁର ଐତିହ୍ୟକୁ ବଞ୍ଚାଇ ରଖିବାର ଏକ ଚେଷ୍ଟା। ହଁ, ରାଜନୀତିରେ ପ୍ରତୀକ ଏବଂ ପରିଚୟର ଶକ୍ତି ବହୁତ ବେଶୀ। ଏକଦମ। ତେଣୁ ଏହା କେବଳ ଆସନର ଖେଳ ନୁହେଁ, ପରିଚୟ ଏବଂ ଅସ୍ତିତ୍ୱର ଲଢ଼ାଇ ମଧ୍ୟ। ପରିଚୟ ଏବଂ ଅର୍ଥ, ଏହି 2ଟି ଜିନିଷ ଆମ ଅର୍ଥନୀତିରେ ମଧ୍ୟ ଦେଖିବାକୁ ମିଳୁଛି। ହଁ, ରିପୋର୍ଟଗୁଡ଼ିକ ଏକ ମଜାଦାର ଚିତ୍ର ଦେଖାଉଛି। ଗୋଟିଏ ପଟେ ଭଲ ଖବର ଅଛି। ଆମର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ $3.3 ବିଲିୟନ ବଢ଼ିଛି। ଯାହା ଏକ ଭଲ ସଂକେତ। କିନ୍ତୁ ଅନ୍ୟପଟେ ବିଦେଶୀ ପୋର୍ଟଫୋଲିଓ ନିବେଶକ ବା FIIs ସେମାନେ ଜାନୁଆରୀ ଆରମ୍ଭରୁ ହିଁ 5,349 କୋଟି ଟଙ୍କା ବଜାରରୁ କାଢ଼ି ନେଇଛନ୍ତି। ହଁ,
ଏଟା ଟିକେ ମାନେ ବୁଝା ପଡୁନି ଗୋଟେ ପଟେ ପଇସା ଆସୁଛି ଆଉ ଗୋଟେ ପଟେ ଯାଉଛି। ଠିକ୍, ଏଇଟାକୁ ଜଟିଳ କିନ୍ତୁ ଆକର୍ଷଣୀୟ ପ୍ରଶ୍ନ। ବୈଦେଶିକ ମୁଦ୍ରା ଭଣ୍ଡାର ବଢ଼ିବା ମାନେ ଦେଶର ମାକ୍ରୋ ଇକୋନୋମିକ୍ ସ୍ଥିତି ମଜବୁତ ଅଛି। ଠିକ୍। କିନ୍ତୁ ଏଫ୍ଆଇଆଇସ୍ଙ୍କର ପଇସା କାଢ଼ିନେବା ଏକ ସ୍ୱଳ୍ପକାଳୀନ ଟ୍ରେଣ୍ଡ। ହୋଇପାରେ ବିଶ୍ୱ ବଜାରରେ କିଛି ଅସ୍ଥିରତା ଅଛି, କିନ୍ତୁ ଏହି ଦୁଇଟି ଭିତରେ ଆଉ ଗୋଟେ ଖବର ଅଛି ଯାହା ଏହି ପୁରା ସମୀକରଣକୁ ବଦଳାଇ ଦେଉଛି। ଆଉ ତାହା କ'ଣ? ତାହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଏଆଇ। ଆଚ୍ଛା। ହଁ, ଏଠି ଦେଖନ୍ତୁ କଥାଟା କେତେ ମଜାଦାର। ଏଆଇ କମ୍ପାନୀଗୁଡ଼ିକ ଏତେ ବିଶାଳ ପରିମାଣର ର୍ୟାମ୍ ଆଉ ଏସ୍ଏସ୍ଡି କିଣୁଛନ୍ତି ଯୋଉଟା ଆମ କମ୍ପ୍ୟୁଟର ଆଉ ସ୍ମାର୍ଟଫୋନରେ ଲାଗେ। ଏକଦମ। ସେମାନେ ଏତେ କିଣୁଛନ୍ତି ଯେ ସାଧାରଣ ବଜାରରେ ଏହାର ଅଭାବ ଦେଖାଦେଇଛି ଆଉ ଦାମ ଆକାଶଛୁଆଁ ହୋଇଯାଇଛି। ଆରେ ବାଃ, ମାନେ ଟେକ୍ନୋଲୋଜି କ୍ଷେତ୍ରରେ ଏତେ ପୁଞ୍ଜି ଲାଗୁଛି ଯେ ତାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଏହା ତ ବହୁତ ବଡ଼ କଥା। ଏହାର ଅର୍ଥ ହେଲା ଭବିଷ୍ୟତର ଅର୍ଥନୀତି କେବଳ ଷ୍ଟକ୍ ମାର୍କେଟ ନୁହେଁ, ବରଂ ଏହିଭଳି ଟେକ୍ନୋଲୋଜିର ଚାହିଦା ଉପରେ ନିର୍ଭର କରିବ। ଧନ ଆଉ ଶକ୍ତିର କେନ୍ଦ୍ର ଧୀରେ ଧୀରେ ବଦଳୁଛି। ତେବେ ଏହି ବଡ଼ ବଡ଼ ଖେଳ ଭିତରେ ଆମ ରାଜ୍ୟ କଥାକୁ ଆସିବା। ଓଡ଼ିଶାରେ ମଧ୍ୟ କ୍ଷମତାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହଁ, ଭିକେ ପାଣ୍ଡିଆନଙ୍କ ନେଇ ତାଙ୍କ ବିରୋଧରେ କ୍ଷମତାର ଦୁରୁପଯୋଗ ମାମଲାରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା, କାରଣ ଏହି ଅଭିଯୋଗଟି 2023 ମସିହାରୁ ଥିଲା। ଏତେ ପୁରୁଣା? ହଁ, ଭାରତୀୟ ବିକାଶ ପରିଷଦର ସଭାପତି ଅଭିଯୋଗ କରିଥିଲେ ଯେ ପାଣ୍ଡିଆନ ପୂର୍ବତନ 5T ଅଧ୍ୟକ୍ଷ ହିସାବରେ ମୁଖ୍ୟମନ୍ତ୍ରୀଙ୍କ କେବଳ ମୌଖିକ ଆଦେଶ ବଳରେ ସାମ୍ବିଧାନିକ ଦାୟିତ୍ୱ ତୁଳାଉଥିଲେ। 5T ମାନେ ସେହି ଟ୍ରାନ୍ସପେରେନ୍ସି ଟେକ୍ନୋଲୋଜି? ହଁ, ଆଉ ସେ ଜଣେ ବେସରକାରୀ ବ୍ୟକ୍ତି ହୋଇ ମଧ୍ୟ ସରକାରୀ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ଅଛି। କିନ୍ତୁ ଏତେ ଦିନ ପରେ ହଠାତ୍ ଏହି ତଦନ୍ତ କାହିଁକି? ରାଜ୍ୟରେ ସରକାର ବଦଳିବା ସହ ଏହାର କିଛି ସମ୍ପର୍କ ଅଛି କି? ନିଶ୍ଚିତ ଭାବରେ। ରାଜନୀତିରେ ଟାଇମିଂ ହିଁ ସବୁକିଛି। ଯେତେବେଳେ କ୍ଷମତାର ସମୀକରଣ ବଦଳେ, ସେତେବେଳେ ପୁରୁଣା ଫାଇଲ ସବୁ ଖୋଲାଯାଏ। ଆଚ୍ଛା। କ୍ରାଇମବ୍ରାଞ୍ଚ ଏବେ ଏହି ମାମଲାର ତଦନ୍ତ କରୁଛି। ଏହା ଓଡ଼ିଶା ରାଜନୀତିରେ ଆଗକୁ ଏକ ବଡ଼ ପ୍ରସଙ୍ଗ ହୋଇପାରେ। ରାଜନୀତିର ଏହି ଉଷ୍ମତା ଭିତରେ ଆଧ୍ୟାତ୍ମିକତାରୁ ବି ଖବର ଅଛି। ହଁ, ପୁରୀ ଶ୍ରୀମନ୍ଦିରରୁ ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। 3 ଠାକୁର ରାଜରାଜେଶ୍ୱର ବା ସୁନାବେଶରେ ସଜ୍ଜିତ ହୋଇଥିଲେ। ଏହା ଏକ ଅଦ୍ଭୁତ ଦୃଶ୍ୟ। କିନ୍ତୁ ଏହି ପବିତ୍ରତା ଭିତରେ ସେହି ଉତ୍ସଗୁଡ଼ିକରେ ଆଉ ଏକ ଛୋଟ କିନ୍ତୁ ଚିନ୍ତାଜନକ ଖବର ରହିଛି। କ'ଣ ସେଇଟା? ଶ୍ରୀମନ୍ଦିର ପରିସର ଭିତରୁ ଭୋଗମଣ୍ଡପ ଦ୍ୱାର ପାଖରୁ ଗୋଟିଏ ଜୋତା ମିଳିଛି। ଜୋତା? ମନ୍ଦିର ଭିତରୁ? ହଁ, ଏହା ଶୁଣିବାକୁ ଛୋଟ କଥା ଲାଗିପାରେ, କିନ୍ତୁ ଏହା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବହୁତ ବଡ଼ ପ୍ରଶ୍ନ। ଠିକ୍ କଥା। ଏତେ କଡ଼ା ସୁରକ୍ଷା ସତ୍ତ୍ୱେ ଏହା ଭିତରକୁ ଗଲା କିପରି? ସେହିଆ ତ ପ୍ରଶ୍ନ। ଏହି ସବୁ ବର୍ତ୍ତମାନର ଘଟଣା ଭିତରେ ଗୋଟିଏ ଲେଖା ମୋତେ ସତ କହିବାକୁ ଗଲେ ପୁରା ସ୍ତବ୍ଧ କରିଦେଲା। କୋଉ ଲେଖା କଥା କହୁଛନ୍ତି? ଏହା ଆମ ଅତୀତର ଏକ ଏମିତି କାହାଣୀ ଯାହା ବିଷୟରେ ଆମେ ହୁଏତ କେବେ ଶୁଣିନାହିଁ। 19ଶ ଶତାବ୍ଦୀରେ ଓଡ଼ିଆ ଲୋକଙ୍କର ବର୍ମା, ମାଲାୟା ଏବଂ ସିଆମ୍ ଆଜିର ଥାଇଲ୍ୟାଣ୍ଡକୁ ପ୍ରବାସ ବିଷୟରେ। ଆଚ୍ଛା। ସେମାନେ କିପରି କେବଳ ପେଟ ପାଇ କାମ ସନ୍ଧାନରେ ଏକ ଅଜଣା ଦେଶକୁ ଜୀବନକୁ ବାଜି ଲଗାଇ ଯାଉଥିଲେ। ହଁ, ଏହା ଏକ ଅବିଶ୍ୱାସନୀୟ କାହାଣୀ। ଏହା କୌଣସି ରାଜା ମହାରାଜାଙ୍କ ଇତିହାସ ନୁହେଁ, ଏହା ଆମ ଭଳି ସାଧାରଣ ଲୋକଙ୍କ ପୂର୍ବପୁରୁଷଙ୍କ କାହାଣୀ। ସେମାନଙ୍କୁ କଳିଙ୍ଗ କୁହାଯାଉଥିଲା। କିନ୍ତୁ ଏହାର ସବୁଠୁ ଭୟଙ୍କର ଅଧ୍ୟାୟ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ମୃତ୍ୟୁ ରେଳପଥ, ଡେଥ୍ ରେଲୱେ। ହଁ, ଯେତେବେଳେ ଜାପାନୀମାନେ ସେମାନଙ୍କୁ ଧରି ନେଇ ଥାଇଲ୍ୟାଣ୍ଡ ବର୍ମା ରେଳପଥ ନିର୍ମାଣ କାର୍ଯ୍ୟରେ ଜବରଦସ୍ତି ଲଗାଇଲେ। ଆଉ ସେହି 415 କିଲୋମିଟର ରେଳପଥ ନିର୍ମାଣ ସମୟରେ ହଜାର ହଜାର ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ସେଥିପାଇଁ ତ ତାର ନାଁ ମୃତ୍ୟୁ ରେଳପଥ। ଲେଖାଟିର ସେଠାରୁ ବଞ୍ଚି ଫେରିଥିବା କିଛି ଲୋକଙ୍କ ଅନୁଭୂତି ଅଛି। ପଢ଼ିଲେ ଦେହ ଶୀତେଇ ଯାଉଛି। ସେମାନେ ବର୍ଣ୍ଣନା କରୁଛନ୍ତି କିପରି ସେମାନେ ଘନ ଜଙ୍ଗଲ, ହିଂସ୍ର ଜନ୍ତୁ ଆଉ ଜାପାନୀ ସୈନ୍ୟଙ୍କ ଆଖିରୁ ବଞ୍ଚି ହଜାର ହଜାର କିଲୋମିଟର ଚାଲି ଚାଲି ଓଡ଼ିଶା ଫେରିଥିଲେ। ଆମ ଇତିହାସର ଏକ ପ୍ରାୟ ଭୁଲି ଯାଇଥିବା ଅଧ୍ୟାୟ। ହଁ, ଆଉ ଏହା ଆମକୁ ମନେ ପକାଇଦିଏ ଯେ ଆମ ପୂର୍ବପୁରୁଷମାନେ କେତେ କଷ୍ଟ, କେତେ ଯନ୍ତ୍ରଣା ସହିଛନ୍ତି। ଏହି ଐତିହାସିକ ଯନ୍ତ୍ରଣାର କାହାଣୀ ପରେ ଓଡ଼ିଶା ପାଇଁ କିଛି ଭଲ ଖବର ବି ଅଛି, ଯାହା ଭବିଷ୍ୟତ ପାଇଁ ଆଶା ସଞ୍ଚାର କରୁଛି। ନିଶ୍ଚୟ। ଓଡ଼ିଶା ଲୋକସେବା ଆୟୋଗ ବା OPSC ସିଭିଲ ସର୍ଭିସେସ୍ ପରୀକ୍ଷା 2025 ପାଇଁ ଅତିରିକ୍ତ 151ଟି ପଦବୀ ଯୋଡ଼ିଛନ୍ତି। ଆଚ୍ଛା,
ତେବେ ମୋଟ ପଦବୀ ସଂଖ୍ୟା 465କୁ ବୃଦ୍ଧି ପାଇଛି। ହଁ, ଏହା ଆମ ରାଜ୍ୟର ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏହା ସହିତ ଆଉ ଗୋଟେ ଭଲ ଖବର ହେଉଛି ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟକୁ ଅଧିକ ସକ୍ରିୟ କରିବାକୁ ଯୋଜନା କରୁଛନ୍ତି। ଆଚ୍ଛା, ଏହାର କାମ କ'ଣ? ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦେଶରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ସମ୍ପର୍କ ସ୍ଥାପନ କରିବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଏଇଟା ବହୁତ ଆକର୍ଷଣୀୟ। ଗୋଟିଏ ପଟେ ଆମେ ଇତିହାସରେ ପଢ଼ୁଛୁ କିପରି ଓଡ଼ିଆମାନେ ବାଧ୍ୟ ହୋଇ ବାହାରକୁ ଯାଉଥିଲେ। ଆଉ ଆଜି ଆମେ ସେହି ବିଦେଶରେ ଥିବା ଓଡ଼ିଆମାନଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରୁଛୁ। ଏକ ବଡ଼ ପରିବର୍ତ୍ତନ। ତେବେ ଆଜିର ଏହି ପୂରା ଆଲୋଚନାରୁ ଗୋଟେ କଥା ତ ସ୍ପଷ୍ଟ। କ'ଣ? ଆମେ କଥା ଆରମ୍ଭ କରିଥିଲେ କ୍ଷମତାର ଖେଳରୁ। ଆମେ ଦେଖିଲେ କିପରି ଭେନେଜୁଏଲାରେ ତେଲ ପାଇଁ ସାମରିକ ଶକ୍ତିର ପ୍ରୟୋଗ ହେଉଛି। ମହାରାଷ୍ଟ୍ର ଏବଂ ଓଡ଼ିଶାରେ ରାଜନୈତିକ ଶକ୍ତି ପାଇଁ ଲଢ଼େଇ ଚାଲିଛି। ଆମେ ଆହୁରି ଦେଖିଲେ ଅର୍ଥନୈତିକ ଶକ୍ତିର ନୂଆ ରୂପ, ଯେଉଁଠି ଏଆଇ ଭଳି ଟେକ୍ନୋଲୋଜିର ଶକ୍ତି ଏତେ ଅଧିକ ଯେ ତାହା ବିଶ୍ୱ ବଜାରକୁ ଆଉ ଆମ ପକେଟକୁ ମଧ୍ୟ ପ୍ରଭାବିତ କରୁଛି। କିନ୍ତୁ ଏସବୁ ଭିତରେ ମୃତ୍ୟୁ ରେଳପଥର କାହାଣୀ ଆମକୁ ଆଉ ଏକ ଶକ୍ତି ବିଷୟରେ ମନେ ପକାଇଦେଲା। ସ୍ମୃତିର ଶକ୍ତି, ପାୱାର ଅଫ୍ ମେମୋରି, ଇତିହାସକୁ ମନେ ରଖିବାର ଶକ୍ତି। ଏହା ସତ। ଆଜିର ଦୁନିଆରେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ସବୁ ଏକାଠି ଚାଲିଛି। ହଁ, ଆମେ ଗୋଟିଏ ନିଶ୍ୱାସରେ ଏଆଇର କଥା କହୁଛୁ ଆଉ ପର ନିଶ୍ୱାସରେ 100 ବର୍ଷ ତଳର ଯନ୍ତ୍ରଣାକୁ ମନେ ପକାଉଛୁ। ଏହା ହିଁ ଆଜିର ବାସ୍ତବତା। ଆଉ ଏହା ଆମକୁ ଆଜିର ଶେଷ ପ୍ରଶ୍ନ ପାଖକୁ ନେଇ ଆସୁଛି। ହଁ, ଆଜିର ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ ଚିନ୍ତା ଛାଡ଼ିଯିବାକୁ ଚାହୁଁଛି। ଆମେ ଗୋଟିଏ ରିପୋର୍ଟରେ ପଢ଼ିଲେ ଯେ ଏଆଇ ଯୁଗରେ, ଯେଉଁଠାରେ ଆମ ପାଖରେ ସୂଚନାର ବନ୍ୟା, ଅସୀମିତ ମିଡିଆ ଉପଲବ୍ଧ, ସେଠାରେ ଆମର ଧ୍ୟାନ ବା ଆଟେନସନ୍ ହିଁ ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ପାଲଟିଛି। ହଁ, କମ୍ପାନୀମାନେ ଆମ ଧ୍ୟାନ ପାଇଁ ଲଢ଼େଇ କରୁଛନ୍ତି। ତେବେ ପ୍ରଶ୍ନଟି ହେଉଛି, ଯଦି ଆମର ଧ୍ୟାନ ହିଁ ସବୁଠୁ ମୂଲ୍ୟବାନ, ତେବେ ଆଜିର ଏହି ସୂଚନା ବନ୍ୟାରେ ଆମେ ଆମର ଧ୍ୟାନକୁ କେଉଁଠି ଲଗାଇବା? ଆମେ ଆମର ନିଜ ଇତିହାସ ଓ ପରିଚୟର କେଉଁ କାହାଣୀଗୁଡ଼ିକୁ ମନେ ରଖିବାକୁ ବାଛିବା ଆଉ କେଉଁଗୁଡ଼ିକୁ ଅଜାଣତରେ ଭୁଲିଯିବାର ଆଶଙ୍କା ରହିଛି? ମୃତ୍ୟୁ ରେଳପଥର କାହାଣୀ ଭଳି ଆହୁରି କେତେ କାହାଣୀ ହୁଏତ ଆମ ଧ୍ୟାନର ଅପେକ୍ଷା ଅଛି? ଏହି ପ୍ରଶ୍ନ ସହ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ।